ଥରେ ଭାବନ୍ତୁ ଗୋଟେ 10-12 ବର୍ଷର ଝିଅ ତା ସହିତ ରେପ୍ ଭଳିଆ ଜଘନ୍ୟ କାଣ୍ଡ ହେଇଛି। ସେ ଝିଅଟି ଆପଣଙ୍କର। ଆଜି ଏ କାଣ୍ଡ କରିଛି, ଯିଏ ରାକ୍ଷସ ପ୍ରକୃତି ତା ସହିତ କରିଛି, ସିଏ ଆପଣଙ୍କର ଜଣେ ରିଲେଟିଭ୍। ଆପଣ ଜାଣିଲା ପରେ କ'ଣ କରିବେ? ଏ କଥା ଶୁଣିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି ନା? ଏମିତି କିଛି ଗୋଟେ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ। ବାପା ମା 2 ଜଣ ବାହାରେ ଚାକିରି କରନ୍ତି, ବାହାରେ ମାନେ ପୁରା ଦେଶ ବାହାରେ। ଝିଅକୁ, ତାଙ୍କର ଯେଉଁ 10-12 ବର୍ଷର ଝିଅକୁ ମାଉସୀ ପାଖରେ ଛାଡ଼ିକି ଯାଇଥିଲେ। ମାଉସୀ ଘରେ ସେ ଝିଅ ରହୁଥିଲା, ଠିକ୍ଠାକ୍ ସବୁ ଚଲିଥିଲା, ଠିକ୍ଠାକ୍ ସେ ଚଳୁଥିଲା। ମାଉସୀ ବି ତାକୁ ଭଲରେ ରଖିଥିଲା। କିନ୍ତୁ ଦିନେ ଏମିତି ହଠାତ୍ ହେଲା, ମାଉସୀ ସେ ଝିଅର ମାଆ କତିକି ଫୋନ୍ କଲା ଯେ ତମ ଝିଅକୁ ଆମେ ଆଉ ରଖିପାରିବୁନି, ତମେ ଆସିକି ତମ ଝିଅକୁ ନେଇଯାଅ। ମାଆ ହେଠି ଥାଇକି ଭାବିଲା ଯେ କ'ଣ ହେଲା ହଠାତ୍ କି ସିଏ କ'ଣ ପାଇଁ ଏମିତି କହୁଛି? ଆଜି ପର୍ଯ୍ୟନ୍ତ ଝିଅ ଠିକ୍ଠାକ୍ ଥିଲା, ଅସୁବିଧା କ'ଣ ହେଲା? ତେଣୁକରି ମାଆ ଜାଗା ଉପରକୁ ଆସିକି, ମାନେ ତାଙ୍କ ମାଉସୀ ଘରକୁ ଆସିକି ପ୍ରକୃତ ଘଟଣା କ'ଣ ହେଇଛି ବୁଝିବା ପାଇଁ ଚେଷ୍ଟା କଲା। ଝିଅର ମାଆ ଯେତେବେଳେ ଆସିକି ତା ମାଉସୀ ଘରେ ପହଞ୍ଚିଲା, ମାନେ ତା ଭଉଣୀ ଘରେ ପହଞ୍ଚିଲା, ତାକୁ ତା ନିଜ ଝିଅ ଦେଖିକି କାନ୍ଦିବାକୁ ଲାଗିଲା। ପ୍ରକୃତରେ କ'ଣ ଘଟଣା ହେଇଛି ଯେତେବେଳେ ଝିଅକୁ ପଚରାଗଲା, ଝିଅ କହିଲା ଯେ ସେ ତା ମାଉସୀର ଶ୍ୱଶୁର ଯିଏ, ବୟସ ତାଙ୍କର 59-60 ବର୍ଷ, ଶ୍ୱଶୁର ଯିଏ ତାଙ୍କ ସହିତ ସିଏ ଖରାପ ବ୍ୟବହାର କରୁଛନ୍ତି, ଖରାପ ଜାଗାରେ ଛୁଉଁଛନ୍ତି, ଖରାପ କାମ କରୁଛନ୍ତି। ମାଉସୀର ଶ୍ୱଶୁର ଏମିତି ସେ ଝିଅ ସହିତ କରିଛି। ଆପଣମାନେ ଥରେ ଚିନ୍ତା କରନ୍ତୁ, ଆପଣ ଯଦି ତାଙ୍କ ଜାଗାରେ ଥାନ୍ତେ ତାହେଲେ କ'ଣ କରିଥାନ୍ତେ? ସେଠୁ ସେ ଝିଅର ମାଆ କ'ଣ କଲା ନା, ଝିଅର ବାପା କତିକି ଫୋନ୍ କଲେ। ବାପାଙ୍କ କତିକି ଫୋନ୍ କଲା ପରେ ବାପା ସେଠୁ ପରମିସନ୍ ଦେଲେ ଯେ ସେଇ ଜାଗାରେ ଲୋକାଲ୍ ଥାନାରେ ଗୋଟେ FIR ଦିଅନ୍ତୁ। ଲୋକାଲ୍ ଥାନାକୁ ଯେତେବେଳେ ମାଆ ଝିଅକୁ ନେଇକି ଗଲେ, ସେଠୁ ଯେତେବେଳେ ଥାନାରେ କହିଲେ, ଥାନାବାଲା ସେଠୁ FIR ନ ଲେଖିକି ସେ ଯେଉଁ ବୁଢ଼ା ଲୋକ ଜଣଙ୍କୁ ଡାକିକି ତାଙ୍କୁ ଧମକା ଧମକି କରିକି ଡରେଇକି FIR ନ ଲେଖିକି ତାଙ୍କୁ ସେଠୁ ପଠାଇଦେଲେ। କହିଲେ ହଉ ଠିକ୍ ଅଛି, ତୁମେ ଯା, ଆଉ ସେଭଳିଆ କିଛି କରିବନି। ଝିଅର ମାଆ ଯେତେବେଳେ ବାପାଙ୍କୁ ସେ ଘଟଣା କହିଲେ ନାଇଁ ଆମେ ଯାଇଥିଲୁ ଥାନାକୁ, ଥାନାରେ ସେ ମାନେ ଡରେଇକି ତାଙ୍କୁ ଛାଡ଼ିଦେଲେ, ଧମକେଇକି ଛାଡ଼ିଛନ୍ତି, ନାଇଁ ସେ ଏମିତି ଆଉ କାଣ୍ଡ କରିବେନି। ବାପା ପୁନର୍ବାର କହିଲେ ଆଉ ଥରେ ଯା, ଭଲ କି ଥାନାରେ କୁହ, ସେ FIR ଲେଖିବେ। ପୁନର୍ବାର ମାଆ ଝିଅକୁ ନେଇକି ଗଲା ଥାନାରେ, ପୁଣି କମ୍ପ୍ଲେନ୍ ଦେବାକୁ ଗଲା। କିନ୍ତୁ ଥାନାବାଲା ପୁଣି କମ୍ପ୍ଲେନ୍ ଲେଖିଲେନି, ଓଲଟି ସେ ମାଆ ଝିଅଙ୍କୁ ଡରେଇଲେ, ଧମକେଇଲେ, ଯାହାଫଳରେ କି ସେ ମାଆ ଝିଅକୁ ଧରିକି ପୁଣି ପଳେଇ ଆସିଲେ। ଆଉ ସେ ସେଠୁ ନଉଟିକି ପୁଣି ଯେଉଁ ଜାଗାରୁ ଆସିଥିଲେ ସେ ଜାଗାକୁ ପଳେଇଲେ। ବାପର ମନ ସମ୍ଭାଳି ହେଲାନି। ବାପ କହିଲା ମୋର ଛୋଟ ଝିଅ, 10-12 ବର୍ଷର ଝିଅ, ଯିଏ ତା ସହିତ ଏମିତି କରିଛି, ମୁଁ ତାକୁ ଛାଡ଼ିବିନି। ସେ ସେଇ ଟାର୍ଗେଟ୍ ନେଇକି ଯେଉଁଠୁ ସେ ଚାକିରି କରୁଥିଲା, ଯେଉଁଠି, ସେଠୁ ଆସି ରାତିରେ ସେ ଜାଗାରେ ପହଞ୍ଚି ସେ ଲୋକକୁ ମାରି ସେ ଜାଗାରୁ ପୁଣି ରିଟର୍ଣ୍ଣ କରିଗଲା, କେହି ଜାଣିପାରିଲେନି। ଯେତେବେଳେ ରାତି ପାହିଲା, ସମସ୍ତେ ଦେଖିଲେ ଯେ ଇଏ ମରିକି ପଡ଼ିଛି ବୋଲି, ସେତେବେଳେ ଖୋଜ ଖବର କଲା ବେଳକୁ କେହି ଜାଣିପାରିଲେନି ଯେ କିଏ ମାରିଛି ବୋଲି। ତାପରେ କିଛି ଦିନ ଏମିତି ବିତିଗଲା, ବହୁତ ଦିନ ବିତିଲା ପରେ ଯେତେବେଳେ ସେ ଲୋକ ଦେଖିଲା ଯେ ନାଇଁ ଆକ୍ଚୁଆଲି ଏଇଟା ଭୁଲ ହେଇଛି ମୋ ଦ୍ୱାରା, ମାନେ ସେ ଝିଅର ବାପା ଯିଏ ମାରିଥିଲା ସେ ନିଜେ ଫିଲ୍ କଲା ଯେ ନାଇଁ ଏଇଟା ମୋ ଦ୍ୱାରା ଗୋଟେ ଭୁଲ ହେଇଛି, ମୋର ଏମିତି କରିବାର ନଥିଲା। ଆଇନ ଯେଉଁମାନେ ଆଇନର ରକ୍ଷକ ଥିଲେ, ସେମାନେ ତ ତାଙ୍କ ଭୁଲ କଲେ, ତାଙ୍କ ଭୁଲକୁ ନେଇକି ମୁଁ ଯେଉଁ ଭୁଲଟା କଲି ଏଇଟା ଠିକ୍ ହେଲାନି। ତେଣୁକରି ସିଏ ଆତ୍ମସମର୍ପଣ କଲା। ଆତ୍ମସମର୍ପଣ କଲା ପରେ ଘଟଣା ଯାଇକି ବାହାରକୁ ଆସିଲା। ଆପଣମାନେ ଥରେ ବିଚାର କରନ୍ତୁ, ଯଦି ସେ ଆତ୍ମସମର୍ପଣ କରିନଥାନ୍ତା ତାହେଲେ ତ ଘଟଣା ବାହାରକୁ ଆସିନଥାନ୍ତା। ତାପରେ ଆଉ ଗୋଟେ କଥା, ଯଦି ପୋଲିସ ମାନେ ଠିକ୍ରେ ତାଙ୍କ କାମ କରିଥାନ୍ତେ ତାହେଲେ ହୁଏତ ସେ ବୁଢ଼ା ଲୋକ ଜଣକ ମରିନଥାନ୍ତେ। ପୋଲିସ ଯଦି ଠିକ୍ରେ କାମ କରିଥାନ୍ତେ, ଆଜି ନା ସେ ବୁଢ଼ା ଲୋକ ଜଣ ମରିଥାନ୍ତେ, ନା ଜଣେ ବାପା ତା ଝିଅର ଅପରାଧୀକୁ ମାରିବାକୁ ଯାଇ ଆଜି ଦଣ୍ଡ ଭୋଗିବାକୁ ରେଡ଼ି ହେଇକି ଥାନ୍ତା। ତେଣୁକରି ଆଇନର ରକ୍ଷକମାନେ ଯଦି ଆଇନର ରକ୍ଷା ଠିକ୍ରେ ନ କରିବେ, ତାହେଲେ ସାଧାରଣ ଲୋକ ଜଣେ କ'ଣ କରିବ? ଆପଣମାନେ ଭଲକି ଥରେ ଚିନ୍ତା କରିବେ। ଆପଣ ଯଦି ତାଙ୍କ ଜାଗାରେ ଥାନ୍ତେ ତାହେଲେ କ'ଣ କରିଥାନ୍ତେ, ତାହେଲେ ଭଲ ଭାବେ ଟିକେ ଚିନ୍ତା କରିବେ। ଯେ କାହାଣୀ ବର୍ତ୍ତମାନ ନ୍ୟୁଜ୍ ଚ୍ୟାନେଲ୍, ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ରେ ଅଛି, ଆପଣ ଚାହିଁଲେ ଦେଖିପାରିବେ। ଯିବା ପୂର୍ବରୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।